आज आम पुरातन नियम मध्यरु एक चमत्कार पुस्तक अध्ययन करने निमंते जिबा आ ता हेउछि गीत संहिता 150 पर्व को नहीं एही पुस्तकटी रचना करा जाय अछि। एब्रीरे एहाकू प्रशंसार पुस्तक बोली कहंती। ग्रीक भाषा रे एही पुस्तकर नामकरणर भाव वाद्ययंत्र सहचर। यह एक उपासनार पुस्तक। यह मंदिरर गीत पुस्तक भाव परिचित। अनेक लेखक ଏହି ଗୀତ ସଂହିତା ନିମନ୍ତେ ଗୋଟିଏ କିମ୍ବା ତତୋଧିକ ଗୀତ ଦାନ କରିଅଛନ୍ତି। ଦାଉଦ ଯେ କି ଇସ୍ରାଏଲର ମଧୁର ଗାୟକ ଥିଲେ, ସେ 73ଟି ଗୀତ ଲେଖିଅଛନ୍ତି। ଗୀତ 2 ପର୍ବ ଓ 95 ପର୍ବ ମଧ୍ୟ ତାହାଙ୍କର ରଚନା ବୋଲି ପ୍ରେରିତ 4 ପର୍ବର 25 ପଦ ଓ ଏବ୍ରୀ 4 ପର୍ବର 7 ପଦ ତାହା ପ୍ରକାଶ କରେ। ଏପରିକି ସେ କେତେକ ଅଜଣା ଗୀତଗୁଡ଼ିକର ଲେଖକ ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଏ। ସେ ତାହାଙ୍କର ଅନୁଭୂତି ମଧ୍ୟ ଦେଇ ଏହି ସମସ୍ତ ଗୀତ ରଚନା କରିଥିଲେ। ସେ ଏହିସବୁକୁ ମନ୍ଦିରରେ ବ୍ୟବହାର କରିବା ନିମନ୍ତେ ଶୃଙ୍ଖଳିତ ତଥା ସୁରକ୍ଷିତ କରି ରଖିଥିଲେ। ଅନ୍ୟ ଲେଖକମାନଙ୍କ ମଧ୍ୟରେ ମୋଶା ଗୋଟିଏ ଗୀତ ଲେଖିଥିଲେ, ଯାହାକି ଗୀତ 90 ପର୍ବ। ରାଜା ସଲୋମନ 2ଟି, କୋରହ ସନ୍ତାନଗଣ 11ଟି, ଆସଫ 12ଟି, ହେମନ ଗୋଟିଏ, ଏଥନ ଗୋଟିଏ, ହିଜକିୟ 10ଟି। ବାକି ଅନ୍ୟ 39ଟି ଗୀତ ବିଷୟରେ କିଛି ଜଣା ନାହିଁ। ହୋଇପାରେ ଦାଉଦ ତନ୍ମଧ୍ୟରୁ କେତେକ ଗୀତ ଲେଖିଥାଇ ପାରନ୍ତି। ଏହିପରି ଭାବେ 150ଟି ଗୀତ ଏହି ପୁସ୍ତକରେ ସ୍ଥାନ ପାଇଅଛି। ଖ୍ରୀଷ୍ଟ ଯେ କି ପୁରାତନ ନିୟମରେ ମସିହ ରୂପେ ପରିଚିତ, ସେ ଏହି ଗୀତ ସଂହିତାରେ ଆରମ୍ଭରୁ ଶେଷ ଯାଏଁ ଅତି ସ୍ପଷ୍ଟ ଭାବେ ପ୍ରତୀୟମାନ ହୁଅନ୍ତି। ରାଜା ଓ ରାଜ୍ୟ ହେଉଛି ଏହି ଗୀତ ସଂହିତାର ମୁଖ୍ୟ ପ୍ରସଙ୍ଗଜନିତ ଗୀତ। ଏହି ଗୀତ ସଂହିତାର ମୁଖ୍ୟ ଶବ୍ଦ ହେଉଛି ହାଲେଲୁୟା, ଯାହାର ଅର୍ଥ ହେଉଛି ପ୍ରଭୁ ପ୍ରଶଂସା। ଗୀତ ସଂହିତା କେବଳ ଖ୍ରୀଷ୍ଟଙ୍କୁ ହିଁ ପ୍ରକାଶ କରେ। ଆପଣ ପ୍ରତ୍ୟେକଟି ଗୀତରେ ଖ୍ରୀଷ୍ଟଙ୍କୁ ପାଇପାରିବେ। ସୁସମାଚାର ଅପେକ୍ଷା ଏହି ଗୀତ ସଂହିତାରେ ଆପଣ ଖ୍ରୀଷ୍ଟଙ୍କର ପୂର୍ଣ୍ଣାଙ୍ଗ ଚିତ୍ର ଦେଖିବାକୁ ପାଇପାରିବେ। ସୁସମାଚାର କହେ ଯେ ସେ ପର୍ବତ ଉପରକୁ ପ୍ରାର୍ଥନା କରିବା ନିମନ୍ତେ ଗଲେ, ମାତ୍ର ଗୀତ ସଂହିତା ତାହାଙ୍କର ପ୍ରାର୍ଥନାକୁ ଉପସ୍ଥାପିତ କରେ। ସୁସମାଚାର ପ୍ରଚାର କରେ ଯେ ସେ କ୍ରୁଶାର୍ପିତ ହେଲେ, ମାତ୍ର ଗୀତ ସଂହିତା ତାହାଙ୍କର କ୍ରୁଶାର୍ପିତ ସମୟରେ ତାହାଙ୍କ ହୃଦୟର ଗଭୀର ବ୍ୟଥା ଓ କରୁଣ କାହାଣୀକୁ ପ୍ରକାଶ କରେ। ସୁସମାଚାର ପ୍ରକାଶ କରେ ଯେ ସେ ସ୍ୱର୍ଗକୁ ନୀତ ହେଲେ, ମାତ୍ର ଗୀତ ସଂହିତା ସେଇଠାରୁ ଆରମ୍ଭ ହୁଏ ଯେଉଁଠାରୁ କି ସୁସମାଚାର ଆଉ ଆଗକୁ ଯାଇପାରେ ନା, ମାତ୍ର ଖ୍ରୀଷ୍ଟ ସେହି ସ୍ୱର୍ଗରେ ଉପବେଶନ କରିବାର ଆମକୁ ଦେଖାଇ ଦିଏ। ତେଣୁ ଖ୍ରୀଷ୍ଟ ଯେ କି ମସିହ, ସେ ଏହି ଗୀତ ସଂହିତାର ପ୍ରତ୍ୟେକଟି ପର୍ବରେ ସ୍ଥାନ ପାଇଅଛନ୍ତି। ଆପଣଙ୍କର ମନେ ଥିବ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କର ପୁନରୁତ୍ଥାନ ପରେ ଯେତେବେଳେ ସେ ତାହାଙ୍କର ନିଜର ଲୋକମାନଙ୍କ ନିକଟରେ ପ୍ରକାଶିତ ହେଲେ, ସେ ସେମାନଙ୍କୁ ଏହିପରି କହିଲେ, ଯାହାକି ଲୁକ 24 ପର୍ବର 44 ପଦରେ ଲେଖା ଅଛି। ପୁଣି ସେ ସେମାନଙ୍କୁ କହିଲେ, ମୋଶାଙ୍କ ବ୍ୟବସ୍ଥା ଏବଂ ଭାଓବାଦୀମାନଙ୍କ ଓ ଗୀତ ସଂହିତା ଧର୍ମଶାସ୍ତ୍ରରେ ମୋ ବିଷୟରେ ଯାହା ଯାହା ଲେଖା ଅଛି, ସେହିସବୁ ସଫଳ ହେବା ଆବଶ୍ୟକ। ମୁଁ ତୁମମାନଙ୍କ ସଙ୍ଗରେ ଥିବା ସମୟରେ ତୁମମାନଙ୍କୁ ଏହି ସମସ୍ତ କଥା କହିଥିଲି। ବାସ୍ତବରେ ଖ୍ରୀଷ୍ଟ ଏହି ଗୀତ ସଂହିତାର ବିଷୟବସ୍ତୁ। ସେ ପ୍ରତ୍ୟେକଟି ଗୀତରେ ପ୍ରଶଂସାର ବିଷୟବସ୍ତୁ। ଯଦିଓ ସମସ୍ତ ଗୀତଗୁଡ଼ିକ ଉପାସନାର ବିଷୟବସ୍ତୁ ରୂପେ ଖ୍ରୀଷ୍ଟଙ୍କୁ ଉପସ୍ଥାପିତ କରନ୍ତି, ମାତ୍ର ସେମାନଙ୍କ ମଧ୍ୟରୁ କେତେକ ମସିହତ୍ଵ ଗୀତ ସ୍ୱରୂପେ ଗ୍ରହଣ କରାଯାଏ। ଏହି ମସିହତ୍ଵ ଗୀତଗୁଡ଼ିକ ତାହାଙ୍କର ଜନ୍ମ, ଜୀବନ, ମୃତ୍ୟୁ, ପୁନରୁତ୍ଥାନ, ମହିମା, ଯାଜକୀୟ କାର୍ଯ୍ୟ, ରାଜତ୍ୱ ଓ ତାହାଙ୍କର ଏହି ଜଗତକୁ ପୁନରାଗମନର ବିଷୟକୁ ଉପସ୍ଥାପିତ କରେ। ଏହିପରି 16ଟି ମସିହତ୍ଵ ଗୀତ ଏହି ଗୀତ ସଂହିତାରେ ସ୍ଥାନ ପାଇଅଛି, ଯାହାକି ବିଶେଷ କରି ଖ୍ରୀଷ୍ଟଙ୍କ ବିଷୟ ନେଇ ପ୍ରକାଶ କରେ। କିନ୍ତୁ ଯେପରି ମୁଁ ପୂର୍ବରୁ କହିଅଛି, 150ଟି ଯାକ ଗୀତରେ ଆପଣ ସେହି ମସିହ ଅର୍ଥାତ୍ ଖ୍ରୀଷ୍ଟଙ୍କୁ ପାଇପାରିବେ। ତେଣୁ ଏହି ଗୀତ ସଂହିତା ପୁସ୍ତକଟି ପରୋକ୍ଷ ଭାବେ ମସିହ ଅର୍ଥାତ୍ ଖ୍ରୀଷ୍ଟଙ୍କୁ ହିଁ ଉପସ୍ଥାପିତ କରେ ଓ କେବଳ ତାହାଙ୍କ ବିଷୟରେ ହିଁ ପ୍ରକାଶ କରେ। ଯେତେବେଳେ ଆମେ ଏହି ପୁସ୍ତକଟିକୁ ଅଧ୍ୟୟନ କରିବାକୁ ଯିବା, ତାହା ଆମମାନଙ୍କୁ ସ୍ପଷ୍ଟ କରାଇଦେବ। ଅଧିକ ସୀମାବଦ୍ଧ ଅର୍ଥରେ ଦେଖିବାକୁ ଗଲେ ଗୀତ ସଂହିତା ଖ୍ରୀଷ୍ଟଙ୍କ ସହିତ ଇସ୍ରାଏଲକୁ ଓ ଇସ୍ରାଏଲ ସହିତ ଖ୍ରୀଷ୍ଟଙ୍କୁ ନେଇ ପ୍ରକାଶ କରେ। ଅର୍ଥାତ୍ ଖ୍ରୀଷ୍ଟ ଇସ୍ରାଏଲର ଓ ଇସ୍ରାଏଲ ଖ୍ରୀଷ୍ଟଙ୍କର ବୋଲି ପ୍ରକାଶ କରେ। ଏହି ଉଭୟ ବିଷୟବସ୍ତୁ ମନୁଷ୍ୟର ବିଦ୍ରୋହ ଭାବ ସହିତ ଜଡ଼ିତ। ଯେପର୍ଯ୍ୟନ୍ତ ଇସ୍ରାଏଲ ଓ ଖ୍ରୀଷ୍ଟ ଏକତ୍ର ଅଣାଯାଇ ନାହାନ୍ତି, ସେ ପର୍ଯ୍ୟନ୍ତ ଏହି ପୃଥିବୀ ଉପରେ ଈଶ୍ୱରଙ୍କ ଆଶୀର୍ବାଦ ବର୍ତ୍ତିବ ନାହିଁ। ସେହି ପ୍ରତୀକ୍ଷା ଓ ଭରସାର ବିଷୟକୁ ନେଇ
ଗୀତ ସଂହିତାର ଗୀତଗୁଡ଼ିକ ଜିହୁଦୀୟ। ସେହି ଗୀତଗୁଡ଼ିକ ମନ୍ଦିର ଉପାସନା ନିମନ୍ତେ ପ୍ରଣୟନ କରାଯାଇଥିଲା। କିନ୍ତୁ ତାହାର ଅର୍ଥ ନୁହେଁ ଯେ ସେହିସବୁ ଆମ୍ଭମାନଙ୍କ ଆତ୍ମିକ ଜୀବନର ଶିକ୍ଷା ନିମନ୍ତେ ପ୍ରଯୁଜ୍ୟ ନୁହେଁ। ତହିଁରୁ ଆମମାନଙ୍କୁ ମଧ୍ୟ ଆତ୍ମିକ ଶିକ୍ଷା ମିଳେ, କିନ୍ତୁ ଆମମାନଙ୍କୁ ଏହି ଗୀତ ସଂହିତାର ଗୀତଗୁଡ଼ିକର ଭାବାର୍ଥ କରିବା ସମୟରେ ଟିକେ ସତର୍କ ହେବାକୁ ହେବ। ଉଦାହରଣ ସ୍ୱରୂପ ଦେଖନ୍ତୁ, ଏହି ପୁସ୍ତକରେ ଈଶ୍ୱରଙ୍କୁ ପିତା ରୂପେ ସମ୍ବୋଧନ କରାଯାଇ ନାହିଁ। ସାଧୁମାନଙ୍କୁ ସନ୍ତାନ ରୂପେ କୁହାଯାଇ ନାହିଁ। ପବିତ୍ର ଆତ୍ମାଙ୍କର ଅହରହ ଉପସ୍ଥିତି ଓ ନୂତନ ନିୟମର ସେହି ଆଶୀର୍ବାଦଜନକ ଭରସା ଏହି ପୁସ୍ତକରେ ପ୍ରକାଶ କରାଯାଇ ନାହିଁ। ଏହି ବିଷୟ ନ ଜାଣିବା ହେତୁ ଆଜି ଅନେକ ଗୀତ ସଂହିତାର 2 ପର୍ବଟିକୁ ଠିକ୍ ଭାବେ ଭାଷାନ୍ତର କରିପାରନ୍ତି ନାହିଁ। ସେମାନେ ଏହାର ବିକୃତ ଅର୍ଥ କରନ୍ତି। ମାତ୍ର ଏହି ଗୀତ ସଂହିତାର 2 ପର୍ବଟି ଖ୍ରୀଷ୍ଟୀୟ ମଣ୍ଡଳୀର ସେହି ମଧ୍ୟାକାଶରେ ଖ୍ରୀଷ୍ଟଙ୍କ ସହିତ ମିଳିତ ହେବାର ବିଷୟକୁ ପ୍ରକାଶ କରେ ନାହିଁ। ମାତ୍ର ଖ୍ରୀଷ୍ଟ ଏହି ଜଗତକୁ ଦ୍ୱିତୀୟ ଆଗମନ କରି ଏହି ଜଗତରେ ତାହାଙ୍କର ରାଜ୍ୟ ପ୍ରତିଷ୍ଠା ଓ ଜିରୁସାଲମରେ ରାଜତ୍ୱ କରିବାର ବିଷୟକୁ ପ୍ରକାଶ କରେ। ବାସ୍ତବରେ ଏହି ପୁସ୍ତକଟି ଅତି ଚମତ୍କାର ଓ ଏକ ଗୁରୁତ୍ୱପୂର୍ଣ୍ଣ ପୁସ୍ତକ। ପୁରାତନ ନିୟମ ମଧ୍ୟରୁ ଯେଉଁ 219ଟି ଉକ୍ତି ନୂତନ ନିୟମରେ ସ୍ଥାନ ପାଇଅଛି, ତନ୍ମଧ୍ୟରୁ 116ଟି ଏହି ଗୀତ ସଂହିତାରୁ ଆସିଅଛି। ଏହି ପୁସ୍ତକରେ ଯେଉଁ ଗୀତଗୁଡ଼ିକ ସ୍ଥାନ ପାଇଅଛି, ଏହା କ୍ରମାନ୍ୱये ସ୍ଥାନ ପାଇଅଛି। ଗୋଟିଏ ଗୀତ ଗୋଟିଏ ନିୟମକୁ ପ୍ରକାଶ କରେ ଓ ତାପରେ ଅନେକ ଗୁଡ଼ିଏ ଗୀତ ସେହି ନିୟମକୁ ବିଶ୍ଳେଷଣ କରିବା ନିମନ୍ତେ ଅନୁସରଣ କରେ। ତେବେ ଗୀତ ସଂହିତାର ପ୍ରଥମ ପର୍ବରୁ 8 ପର୍ବ ଏହାର ଦୃଷ୍ଟାନ୍ତ ସ୍ୱରୂପ। ତେଣୁ ଗୀତ ସଂହିତାର ଗୀତଗୁଡ଼ିକ ଏଠି ସେଠି ହୋଇ ସ୍ଥାନ ପାଇନାହିଁ। ମାତ୍ର ନିର୍ଦ୍ଦିଷ୍ଟ ବିଷୟବସ୍ତୁକୁ ନେଇ ତହିଁର ବିଶ୍ଳେଷଣ ନିମନ୍ତେ ତହିଁର ସହଯୋଗୀ ଗୀତଗୁଡ଼ିକୁ ମଧ୍ୟ ଉପସ୍ଥାପିତ କରାଯାଇଅଛି ଓ ଏହିପରି ଭାବେ ବିଭିନ୍ନ ବିଷୟବସ୍ତୁକୁ କ୍ରମାନ୍ୱये ଓ ଶୃଙ୍ଖଳିତ ଭାବେ ଉପସ୍ଥାପିତ କରି ଏହି ଗୀତ ସଂହିତା ପୁସ୍ତକଟିକୁ ରଚନା କରାଯାଇଅଛି। ଏହା ଆଜି ଆମମାନଙ୍କ ନିମନ୍ତେ ମଧ୍ୟ ଶିକ୍ଷଣୀୟ। ଏହି ପୁସ୍ତକରେ ରଚିତ ଗୀତଗୁଡ଼ିକର ଭାବ ଓ ତହିଁର ବିଷୟବସ୍ତୁ ମଧ୍ୟ ଦେଇ ଆଜି ଏହା ଆମମାନଙ୍କ ହୃଦୟରେ ମଧ୍ୟ ଈଶ୍ୱରଙ୍କ ପ୍ରତି ଧନ୍ୟବାଦ ଓ ପ୍ରଶଂସାର ଭାବ ଉଦ୍ରେକ କରାଏ। ଆସନ୍ତୁ ବର୍ତ୍ତମାନ ଏହି ପୁସ୍ତକର ବିଷୟବସ୍ତୁ ମଧ୍ୟକୁ ଯିବା। ଆଜି ଆମେ ଗୀତ ସଂହିତା ପୁସ୍ତକର ପ୍ରଥମ ପର୍ବଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ପର୍ବର ବିଷୟବସ୍ତୁ ହେଉଛି 2ଟି ମନୁଷ୍ୟ, 2ଟି ପଥ ଓ 2ଟି ଲକ୍ଷ୍ୟସ୍ଥଳ। ତେବେ ଏହି ଗୀତଟି ଆଦି ପୁସ୍ତକ ବିଭାଗକୁ ଆଣି ଉପସ୍ଥାପିତ କରେ। ଏହା ମନୁଷ୍ୟ ଠାରୁ ହିଁ ଆରମ୍ଭ ହୁଏ। ଏହି ଗୀତଟି ଜଣେ ଆଶୀର୍ବାଦ ତଥା ଆନନ୍ଦିତ ବ୍ୟକ୍ତି ବିଷୟ ନେଇ ପ୍ରକାଶ କରେ ଏବଂ ଏହି ବ୍ୟକ୍ତି ଓ ଅନ୍ୟ ଜଣେ ଈଶ୍ୱର ବିହୀନ ପାପୀ ମଧ୍ୟରେ ଥିବା ଭିନ୍ନତାକୁ ଆଣି ଉପସ୍ଥାପିତ କରାଏ। ଏହା ମଧ୍ୟ ଏହି ପାପୀ ତଥା ନିନ୍ଦକମାନଙ୍କ ମଧ୍ୟରେ ଶେଷ ଆଦମ ଖ୍ରୀଷ୍ଟଙ୍କର ଛବି ଆଣି ପ୍ରଦାନ କରେ, ଯେ କି ଜଣେ ଆନନ୍ଦିତ ତଥା ଆଶୀର୍ବାଦର ବ୍ୟକ୍ତି ଥିଲେ। ଏହା ହିଁ ହେଉଛି ତାହାଙ୍କର ଛବି। କିନ୍ତୁ ସେ ଆମମାନଙ୍କ ପାପ ନିମନ୍ତେ ନିଜେ ଦୁଃଖଗ୍ରସ୍ତ ତଥା ଅଭିଶପ୍ତ ହେଲେ। ମାତ୍ର ସେ ନିଜେ ସେ ପ୍ରକାର ବ୍ୟକ୍ତି ନଥିଲେ। ସେଥିପାଇଁ ଈଶ୍ୱର କହନ୍ତି, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ। ପ୍ରଥମେ ଆମେ ଦେଖିବା ଜଣେ ଆଶୀର୍ବାଦର ବା ଆନନ୍ଦିତ ହୃଦୟ ବିଶିଷ୍ଟ ବ୍ୟକ୍ତିର ଅଭ୍ୟାସ। ଗୀତ ସଂହିତା 1 ପର୍ବର 1 ପଦରେ ଲେଖା ଅଛି, ଯେଉଁ ଜଣ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ ଅବା ପାପୀମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ କି ଅବା ନିନ୍ଦକମାନଙ୍କ ସଭାରେ ବସେ ନାହିଁ। ଏହା ଜଣେ ଆନନ୍ଦିତ ବ୍ୟକ୍ତିର ଅଭ୍ୟାସର ନକାରାତ୍ମକ ଦିଗ, ଅର୍ଥାତ୍ ଜଣେ ଆନନ୍ଦିତ ବା ଆଶୀର୍ବାଦଯୁକ୍ତ ବ୍ୟକ୍ତି ବା ଧାର୍ମିକ ବ୍ୟକ୍ତି ଏହି ପ୍ରକାର କାର୍ଯ୍ୟ କରେ ନାହିଁ ବା ଜୀବନଯାପନ କରେ ନାହିଁ। ଧନ୍ୟ ସେହି ବ୍ୟକ୍ତି ଯିଏକି ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ କି ଅବା ପାପୀମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ ଅବା ନିନ୍ଦକମାନଙ୍କ ସଭାରେ ବସେ ନାହିଁ। କିନ୍ତୁ ଯେଉଁ ବ୍ୟକ୍ତି ଏହି ପ୍ରକାର କାର୍ଯ୍ୟ କରେ, ସେ ଆଶୀର୍ବାଦର ଅଧିକାରୀ ହୋଇପାରେ ନା କି ସୁଖକର ଜୀବନଯାପନ କରିପାରେ ନା। କିନ୍ତୁ ସୁଖୀ ମନୁଷ୍ୟ ବା ଆଶୀର୍ବାଦଯୁକ୍ତ ମନୁଷ୍ୟ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ, ଅର୍ଥାତ୍ ସେ ଦୁଷ୍ଟମାନଙ୍କ ପରାମର୍ଶ ଶୁଣେ ନାହିଁ କି ସେମାନଙ୍କର କଥାକୁ ଶୁଣେ ନାହିଁ। ମାତ୍ର ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରେ ଓ ଈଶ୍ୱରଙ୍କ ବାକ୍ୟ ପ୍ରତି କର୍ଣ୍ଣ ଦିଏ। ଏପରିକି ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ଏହି ଜଗତରେ ଥିବା ସମୟରେ ସେ କେବେ ହେଲେ ନିଜରୁ କୌଣସି ନିଷ୍ପତ୍ତି ନେଉନଥିଲେ ବା ନିଜର ଚିନ୍ତାଧାରା କିମ୍ବା ଅନ୍ୟର ପରାମର୍ଶ ଲୋଡ଼ି କାର୍ଯ୍ୟ କରୁନଥିଲେ।
ମାତ୍ର ଈଶ୍ୱରଙ୍କ ଇଚ୍ଛା ତଥା ଅଭିମତ ଲୋଡ଼ି କାର୍ଯ୍ୟ କରୁଥିଲେ। ହଁ, ଅନ୍ୟର ପରାମର୍ଶ ନେଇ କାର୍ଯ୍ୟ କରିବା ଭଲ, ମାତ୍ର ଏହା ଉତ୍ତମ ପରାମର୍ଶ ହେବା ଉଚିତ। ଈଶ୍ୱରଙ୍କର ବାକ୍ୟ ଅନୁମୋଦିତ ହେବା ଉଚିତ, ମାତ୍ର ଏହା ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧ ହେବା ଉଚିତ ନୁହେଁ। କିନ୍ତୁ ଖ୍ରୀଷ୍ଟ ବିଶ୍ୱାସୀକୁ ବିଶ୍ୱାସରେ ଚାଲିବାକୁ ହେବ, ମାତ୍ର ଦୁଷ୍ଟମାନଙ୍କର ମନ୍ତ୍ରଣା ସେ ପ୍ରକାର ନୁହେଁ। ଦୁଷ୍ଟମାନଙ୍କର ମନ୍ତ୍ରଣା ଅନୁଯାୟୀ କାର୍ଯ୍ୟ କରିବାର ଅର୍ଥ ବିଶ୍ୱାସ ପଥରୁ ବିମୁଖ ହେବା। ଦୁଷ୍ଟ କେଉଁମାନେ? ସେମାନେ ଏ ପ୍ରକାର ଲୋକ ଯେଉଁମାନେ କି ଈଶ୍ୱର ବିହୀନ ଜୀବନଯାପନ କରନ୍ତି। ସେମାନଙ୍କର ଈଶ୍ୱରଙ୍କ ପ୍ରତି ଭୟ ନଥାଏ। ସେମାନେ ଈଶ୍ୱରଙ୍କର ଇଚ୍ଛା ବିରୁଦ୍ଧ କାର୍ଯ୍ୟ କରନ୍ତି। ସେମାନେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତି ନାହିଁ କି ଈଶ୍ୱରଙ୍କ ବାକ୍ୟରେ ମନୋଯୋଗ କରନ୍ତି ନାହିଁ। ଏହିପରି ଭାବେ ସେମାନେ ଈଶ୍ୱରଙ୍କ ଠାରୁ ଦୂରବର୍ତ୍ତୀ ଜୀବନଯାପନ କରନ୍ତି। କିନ୍ତୁ ଜଣେ ବାସ୍ତବ ସୁଖୀ ବା ଆନନ୍ଦିତ ମନୁଷ୍ୟ ବା ଧାର୍ମିକ ମନୁଷ୍ୟ ଏହିପରି ଦୁଷ୍ଟମାନଙ୍କର ମନ୍ତ୍ରଣାକୁ ଶୁଣେ ନାହିଁ। ସେ ପାପୀମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ। ପାପୀ କେଉଁମାନେ? ଯେଉଁମାନେ ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧ ବା ଆଜ୍ଞା ବିରୁଦ୍ଧ ଜୀବନଯାପନ କରି ପଥଭ୍ରଷ୍ଟ ହୁଅନ୍ତି। ସେମାନେ ଯେପରି ଜୀବନଯାପନ କରିବା କଥା ସେପରି ଜୀବନଯାପନ କରନ୍ତି ନାହିଁ। ସେମାନଙ୍କ ବିଷୟ ନେଇ ଶାସ୍ତ୍ର ଏହିପରି ପ୍ରକାଶ କରେ, ଯାହାକି ହିତୋପଦେଶ 14 ପର୍ବର 12 ପଦରେ ଲେଖା ଅଛି, ମନୁଷ୍ୟର ଦୃଷ୍ଟିରେ କୌଣସି କୌଣସି ପଥ ସରଳ ଦେଖାଯାଏ, ମାତ୍ର ତାହାର ଶେଷରେ ମୃତ୍ୟୁର ପଥ ଥାଏ। ଯିଶାୟ 55 ପର୍ବର 7 ପଦରେ ଲେଖା ଅଛି, ଦୁଷ୍ଟ ଆପଣାର ପଥ ଓ ଅଧାର୍ମିକ ଆପଣା ସଂକଳ୍ପ ପରିତ୍ୟାଗ କରୁ। ଏପରିକି ଯିଶାୟ 53 ପର୍ବର 6 ପଦରେ ଲେଖା ଅଛି, ଆମ୍ଭେମାନେ ସମସ୍ତେ ମେଷଗଣ ତୁଲ୍ୟ ବିପଥଗାମୀ ହୋଇଅଛୁ। ଆମ୍ଭେମାନେ ପ୍ରତ୍ୟେକ ଆପଣା ଆପଣା ବାଟ ଆଡ଼େ ଫେରିଅଛୁ, ଆଉ ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ଅପରାଧ ତାହାଙ୍କ ଉପରେ ବର୍ତ୍ତାଇଅଛନ୍ତି। ବାସ୍ତବରେ ଈଶ୍ୱର ଆମ୍ଭ ସମସ୍ତଙ୍କର ଅପରାଧ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଉପରେ ବର୍ତ୍ତାଇଅଛନ୍ତି। ଆମ୍ଭେମାନେ ପାପୀ, ତାହା ହିଁ ଆମମାନଙ୍କର ଛବି। ତୃତୀୟରେ, ସୁଖୀ ମନୁଷ୍ୟ ବା ଧାର୍ମିକ ମନୁଷ୍ୟ ନିନ୍ଦକମାନଙ୍କ ସଭାରେ ବସେ ନାହିଁ। ସେହି ନିନ୍ଦକମାନେ କିଏ? ସେମାନେ ହେଉଛନ୍ତି ନାସ୍ତିକ। ସେମାନେ କେବଳ ଈଶ୍ୱରଙ୍କୁ ଅସ୍ୱୀକାର କରନ୍ତି ନାହିଁ, ମାତ୍ର ସେମାନେ ଈଶ୍ୱରଙ୍କ ପ୍ରତି ଘୃଣାଭାବ ବହନ୍ତି। ସେମାନେ ଈଶ୍ୱରଙ୍କର ବିରୋଧ କରନ୍ତି। ସେମାନେ ଈଶ୍ୱରଙ୍କ କାର୍ଯ୍ୟରେ ବା ବାକ୍ୟ ପ୍ରଚାରରେ ପ୍ରତିବନ୍ଧକ ସୃଷ୍ଟି କରାନ୍ତି। ସେମାନେ ଈଶ୍ୱରଙ୍କ ବାକ୍ୟକୁ ଅସ୍ୱୀକାର କରନ୍ତି। ଏହାଠାରୁ ବଳି ଘୃଣାର ବିଷୟ ଆଉ କିଛି ନାହିଁ। କାରଣ ଈଶ୍ୱରଙ୍କୁ ଅସ୍ୱୀକାର କରିବା ଅର୍ଥ ପଶୁଠାରୁ ହୀନ ହୋଇ ଜୀବନଯାପନ କରିବାର ବିଷୟକୁ ପ୍ରକାଶ କରେ। ଏହି ପ୍ରକାର ଲୋକମାନଙ୍କ ପ୍ରତି ଈଶ୍ୱରଙ୍କ ମନୋଭାବ କିପରି ତାହା ଯଦି ଜାଣିବାକୁ ଚାହାନ୍ତି, ତାହେଲେ ହିତୋପଦେଶ 3 ପର୍ବର 34 ପଦକୁ ଦେଖନ୍ତୁ। ସେଠାରେ ଲେଖା ଅଛି, ଯଦ୍ୟପି ସେ ନିନ୍ଦକମାନଙ୍କୁ ନିନ୍ଦା କରନ୍ତି, ତଥାପି ସେ ନମ୍ର ଲୋକମାନଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତି। ଈଶ୍ୱର ନିନ୍ଦକମାନଙ୍କର ବିରୁଦ୍ଧରେ ଯାଆନ୍ତି ଓ ସେ ସେମାନଙ୍କୁ ନିନ୍ଦା କରନ୍ତି। ତାହା ହିଁ ହେଉଛି ଏକ ଭୟଙ୍କର ବିଷୟ। ଆସନ୍ତୁ ଏହାପରେ ଦେଖିବା, ସୁଖୀ ବା ଆଶୀର୍ବାଦଯୁକ୍ତ ମନୁଷ୍ୟ ବା ଧାର୍ମିକ ମନୁଷ୍ୟ କିପରି ଜୀବନଯାପନ କରିବା ନିମନ୍ତେ ଅଭ୍ୟାସ କରେ। ପ୍ରଥମ ପର୍ବର 2 ପଦରେ ଲେଖା ଅଛି, ମାତ୍ର ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଯାହାର ଆମୋଦ ଥାଏ ଓ ଯେ ଦିବାରାତ୍ର ତାହାଙ୍କର ବ୍ୟବସ୍ଥା ଧ୍ୟାନ କରେ, ସେ ଧନ୍ୟ। ଦେଖନ୍ତୁ, ସେହି ଧାର୍ମିକ ବ୍ୟକ୍ତିର ଆନନ୍ଦ ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଥାଏ। ସେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନରେ ଆନନ୍ଦ ଲାଭ କରେ। ସେ ଈଶ୍ୱରଙ୍କ ବାକ୍ୟ ଧ୍ୟାନ କରିବାରେ ଆନନ୍ଦ ଲାଭ କରେ। ସେ ପ୍ରକୃତରେ ସୁଖୀ ଓ ଆଶୀର୍ବାଦର ଅଧିକାରୀ ହୁଏ। ଆଜି ମନୁଷ୍ୟ ଜୀବନରେ ସମସ୍ତ ପ୍ରକାର ଦୁଃଖ, ନୈରାଶ୍ୟତା, ସମସ୍ୟା, ପରିବାର ମଧ୍ୟରେ ଅମିଳନ ଓ ଅଶାନ୍ତି, ଅନିଷ୍ଟ ପ୍ରଭୃତି ଦେଖାଯିବାର କାରଣ ହେଉଛି ଈଶ୍ୱରଙ୍କ ବାକ୍ୟ ପ୍ରତି ଅମନୋଯୋଗିତା ଓ ଅବାଧ୍ୟତାର ଜୀବନ। ଈଶ୍ୱରଙ୍କ ବାକ୍ୟ ତାହା ହିଁ ପରିଷ୍କାର ଭାବେ ପ୍ରକାଶ କରେ। ପ୍ରଥମ ଯୋହନ 5 ପର୍ବର 3 ପଦରେ ଲେଖା ଅଛି, କାରଣ ଈଶ୍ୱରଙ୍କୁ ପ୍ରେମ କରିବାର ଅର୍ଥ ତାହାଙ୍କ ଆଜ୍ଞା ପାଳନ କରିବା, ଆଉ ତାହାଙ୍କ ଆଜ୍ଞା ସବୁ ଭାର ସ୍ୱରୂପ ନୁହେଁ। ତେବେ ଏହା କେବଳ 10 ଆଜ୍ଞାକୁ ବୁଝାଏ ନାହିଁ, ମାତ୍ର ଏହାଠାରୁ ଅନେକ କିଛି ଆଜ୍ଞା ଯାହାକି ଖ୍ରୀଷ୍ଟ ନୂତନ ନିୟମରେ ପ୍ରଦାନ କରିଅଛନ୍ତି, ଯାହାକି ବ୍ୟବସ୍ଥା ଭିତ୍ତିକ ନୁହେଁ, ମାତ୍ର ବ୍ୟବସ୍ଥା ପାଳନ କରିବାଠାରୁ ଆହୁରି ଅଧିକ।
ଆପଣ ଦେଖନ୍ତୁ, ଅନୁଗ୍ରହରେ ପରିତ୍ରାଣ ପାଇବାର ଅର୍ଥ ନୁହେଁ ଆପଣ ବ୍ୟବସ୍ଥାକୁ ଲଙ୍ଘନ କରି ଆପଣଙ୍କର ସ୍ୱେଚ୍ଛାମତ ଜୀବନଯାପନ କରିବେ। କାରଣ ଗାଲାତୀୟ 5:13 ଲେଖା ଅଛି, କାରଣ ହେ ଭାଇମାନେ, ତୁମେମାନେ ସ୍ୱାଧୀନତା ନିମନ୍ତେ ଆହୁତ ହୋଇଅଛ, କେବଳ ତୁମ୍ଭର ସ୍ୱାଧୀନତାକୁ ଶାରୀରିକ ଅଭିଳାଷ ପୂରଣ ନିମନ୍ତେ ସୁଯୋଗ ସ୍ୱରୂପ ବ୍ୟବହାର ନ କର, ବରଂ ପ୍ରେମରେ ପରସ୍ପରର ଦାସ ହୁଅ। ଯଦିଓ ଆମେ ଉଦ୍ଧାର ପାଇବା ନିମନ୍ତେ 10 ଆଜ୍ଞାକୁ ପାଳନ କରିବା ଆବଶ୍ୟକ ନାହିଁ, ମାତ୍ର ତାହାର ଅର୍ଥ ନୁହେଁ ଯେ ଆମେ ତାହାକୁ ଲଙ୍ଘନ କରିବା। କାରଣ ଏହା ଯଦିଓ ଆମକୁ ପାପରୁ ଉଦ୍ଧାର କରିପାରେ ନାହିଁ, ମାତ୍ର ସେହି ଉଦ୍ଧାରର ପଥରେ କଢ଼ାଇ ନିଏ। ଏହାର ଅର୍ଥ ଆମେ ସେହି ବ୍ୟବସ୍ଥା ଅନୁଯାୟୀ ଜୀବନଯାପନ କରିପାରିବା ନାହିଁ। ତେଣୁକରି ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ବ୍ୟବସ୍ଥା ଅନୁଯାୟୀ ସମସ୍ତ ଧର୍ମକର୍ମ ସାଧନ କରି ଆମମାନଙ୍କ ନିମନ୍ତେ ମୃତ୍ୟୁବରଣ କଲେ। ତେଣୁକରି ଆମ୍ଭମାନଙ୍କୁ ବିଶ୍ୱାସର ସହିତ ସେହି ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହେବାକୁ ହେବ ଓ ନିଜର ଅଯୋଗ୍ୟତା ତଥା ପାପ ସବୁକୁ ସ୍ୱୀକାର କରି ଅନୁଗ୍ରହରେ ପରିତ୍ରାଣ ଲାଭ କରିବାକୁ ହେବ। ଆମ୍ଭେମାନେ ଉଦ୍ଧାରପ୍ରାପ୍ତ ହେବା ପରେ ଆମମାନଙ୍କୁ ସେହି ବ୍ୟବସ୍ଥା ଅପେକ୍ଷା ଆହୁରି ଅଧିକ ପବିତ୍ର ଜୀବନଯାପନ କରିବାକୁ ହେବ। ଆମମାନଙ୍କୁ ସେହି ଆତ୍ମିକ ଫଳ ଧାରଣ କରିବାକୁ ହେବ, ଯାହାକି ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘ ସହିଷ୍ଣୁତା, ପରୋପକାରିତା, ଭଦ୍ରତା, ବିଶ୍ୱସ୍ତତା, ମୃଦୁତା ଓ ଆତ୍ମସଂଯମ। ସେ ଯେ ସଦାପ୍ରଭୁଙ୍କ ବ୍ୟବସ୍ଥାରେ କେବଳ ଆମୋଦ କରେ ତାହା ନୁହେଁ, ମାତ୍ର ସେ ଦିବାରାତ୍ର ତାହା ଧ୍ୟାନ କରେ। ଅର୍ଥାତ୍ ଗୋରୁ ଯେପରି ନିଜର ଆହାରକୁ ପୁନର୍ବାର ପେଟ ଭିତରୁ ଆଣି ପାକୁଳି କରେ, ସେହିପରି ସେହି ବ୍ୟକ୍ତି ଈଶ୍ୱରଙ୍କ ବାକ୍ୟକୁ ଦିବାରାତ୍ର ଧ୍ୟାନ କରେ। ସେ ସେହି ବାକ୍ୟକୁ ନିଜ ଜୀବନରେ କାର୍ଯ୍ୟକାରୀ କରାଏ। କାରଣ ଈଶ୍ୱରଙ୍କ ବାକ୍ୟ ଆମମାନଙ୍କ ଜୀବନର ସମସ୍ତ ଦୋଷ ଦୁର୍ବଳତାକୁ ଦେଖାଇ ଦିଏ ଓ ଆମମାନଙ୍କ ଜୀବନକୁ ପରିଷ୍କାର କରେ। ତେଣୁକରି ଆମେ ଈଶ୍ୱରଙ୍କ ବାକ୍ୟକୁ ଆମମାନଙ୍କ ହୃଦୟରେ ଗ୍ରହଣ କରି ତାହାକୁ କାର୍ଯ୍ୟକାରୀ କରାଇବା ଆବଶ୍ୟକ, ଯାହାକି ଆମମାନଙ୍କୁ ସୁଖୀ କରାଇବା ସଙ୍ଗେ ସଙ୍ଗେ ଈଶ୍ୱରଙ୍କ ଆଶୀର୍ବାଦର ଅଧିକାରୀ କରାଇବ। ଆମ ପ୍ରତ୍ୟେକଙ୍କୁ ସେହି ବାକ୍ୟ ସହିତ ଚାଲିବାକୁ ହେବ, ଠିଆ ହେବାକୁ ହେବ ଓ ବସିବାକୁ ହେବ। ତାହେଲେ ଆମମାନଙ୍କ ଜୀବନ ଫଳବାନରେ ପରିଣତ ହୋଇପାରିବ। ଆସନ୍ତୁ ଏହାପରେ ସେହି ସୁଖୀ ବା ଆଶୀର୍ବାଦଯୁକ୍ତ ମନୁଷ୍ୟର ଶକ୍ତି ବିଷୟ ନେଇ ଲକ୍ଷ୍ୟ କରିବା। ପ୍ରଥମ ପର୍ବର 3 ପଦରେ ଲେଖା ଅଛି, ଯେଉଁ ବୃକ୍ଷ ଜଳସ୍ରୋତ ନିକଟରେ ରୋପିତ, ଯିଏ ସ୍ୱ ସମୟରେ ଫଳ ଉତ୍ପନ୍ନ କରେ, ଯାହାର ପତ୍ର ହିଁ ମଳିନ ହୁଏ ନାହିଁ, ଏପରି ବୃକ୍ଷ ସଦୃଶ ସେ ହେବ। ପୁଣି ସେ ଯାହା କରେ ତାହା ସଫଳ ହେବ। ସେ କେଉଁଠାରୁ ଏହି ଶକ୍ତି ପ୍ରାପ୍ତ ହୁଏ? ଈଶ୍ୱରଙ୍କ ବାକ୍ୟ ମଧ୍ୟରୁ। ସେ ଜଳସ୍ରୋତ ନିକଟରେ ରୋପିତ ବୃକ୍ଷ ସଦୃଶ ହୁଏ, ଯାହାର ପତ୍ର ହିଁ ମଳିନ ହୁଏ ନାହିଁ ଓ ସେ ସ୍ୱ ସମୟରେ ଫଳ ଉତ୍ପନ୍ନ କରେ। ଏହା ସେହି ପୁନର୍ଜନ୍ମର ବିଷୟକୁ ଅର୍ଥାତ୍ ଆତ୍ମିକ ଜୀବନରେ ଏକ ନୂତନ ଜୀବନ ଓ ଏକ ନୂତନ ସ୍ୱଭାବ ଧାରଣ କରିବା ବିଷୟକୁ ପ୍ରକାଶ କରେ। ଆଉ ତାହା ଈଶ୍ୱରଙ୍କ ବାକ୍ୟ ମଧ୍ୟ ଦେଇ ସାଧିତ ହୁଏ। କାରଣ ସେହି ଜଳସ୍ରୋତ ଈଶ୍ୱରଙ୍କ ବାକ୍ୟକୁ ବୁଝାଏ। ଈଶ୍ୱର ତାହାଙ୍କର ବିଶ୍ୱାସୀମାନଙ୍କୁ ଫଳବାନ ବୃକ୍ଷ ରୂପେ ସ୍ଥାପନ କରନ୍ତି। ସେଥିପାଇଁ ଯିଶାୟ 61 ପର୍ବର 3 ପଦରେ ଲେଖା ଅଛି, ସିଓନର ଶୋକାର୍ତ ଲୋକମାନଙ୍କ ପାଇଁ ନିରୂପଣ କରିବାକୁ, ଅର୍ଥାତ୍ ଭସ୍ମର ପରିବର୍ତ୍ତେ ଭୂଷଣ, ଦୁଃଖର ପରିବର୍ତ୍ତେ ସୁଖରୂପ ତୈଳ, ଅବସନ୍ନ ଆତ୍ମାର ପରିବର୍ତ୍ତେ ପ୍ରଶଂସାରୂପ ବସ୍ତ୍ର ପ୍ରଦାନ କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି। ତାହେଲେ ସଦାପ୍ରଭୁ ଯେପରି ଗୌରବାନ୍ୱିତ ହେବେ, ଏଥିପାଇଁ ସେମାନେ ଧର୍ମରୂପ ବୃକ୍ଷ ଓ ତାହାଙ୍କର ଉଦ୍ୟାନ ବୋଲି ବିଖ୍ୟାତ ହେବେ। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ବାକ୍ୟ ହିଁ କେବଳ ଆମମାନଙ୍କୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଏ ଓ ଫଳ ଧାରଣ କରିବାରେ ସହାୟକ ହୁଏ। ମାତ୍ର ଈଶ୍ୱରଙ୍କ ବାକ୍ୟ ବିହୁନେ ଆମମାନଙ୍କ ଜୀବନ ଶୁଷ୍କ ଓ ଫଳହୀନରେ ପରିଣତ ହୁଏ। ଆସନ୍ତୁ ଏହାପରେ ସେହି ସୁଖୀ ତଥା ଆଶୀର୍ବାଦ ଯୁକ୍ତ ବ୍ୟକ୍ତିର ଚିରସ୍ଥାୟୀ ଜୀବନ ପ୍ରତି ଲକ୍ଷ୍ୟ କରିବା। ପ୍ରଥମେ ଆମେ ଏହି ପ୍ରଥମ ପର୍ବର 4 ପଦରୁ 5 ପଦ ମଧ୍ୟରେ ଦୁଷ୍ଟମାନଙ୍କର ଅସୁରକ୍ଷିତ ଜୀବନକୁ ଲକ୍ଷ୍ୟ କରିବାକୁ ପାରୁ। ଦେଖନ୍ତୁ, ଲେଖା ଅଛି, ଦୁଷ୍ଟମାନେ ସେ ପ୍ରକାର ନୁହନ୍ତି, ମାତ୍ର ବାୟୁ ଦ୍ୱାରା ଚାଳିତ ତୁଷତୁଲ୍ୟ ଅଟନ୍ତି। ଏହେତୁ ଦୁଷ୍ଟମାନେ ବିଚାର ସ୍ଥାନରେ ଅବା ପାପୀମାନେ ଧାର୍ମିକମାନଙ୍କ ମଣ୍ଡଳୀରେ ଠିଆ ହେବେ ନାହିଁ। ଦେଖନ୍ତୁ, ଏହା ହିଁ ହେଉଛି ଦୁଷ୍ଟ ଓ ଧାର୍ମିକ ବ୍ୟକ୍ତିର ଜୀବନ ମଧ୍ୟରେ ଭିନ୍ନତା। ଦୁଷ୍ଟର ଜୀବନ କ୍ଷଣସ୍ଥାୟୀ ଓ ତାହାର ପଥ ମୃତ୍ୟୁର ଆଡ଼କୁ, ମାତ୍ର ଧାର୍ମିକ ବ୍ୟକ୍ତିର ଜୀବନ ଚିରସ୍ଥାୟୀ ବା ଅନନ୍ତକାଳ ସ୍ଥାୟୀ, ଆଉ ତାହାର ପଥ ଅନନ୍ତ ଜୀବନ ମଧ୍ୟକୁ। ଏହା ଈଶ୍ୱରଙ୍କ ବାକ୍ୟ ପ୍ରକାଶ କରେ। ଏହାପରେ 6 ପଦରେ ଲେଖା ଅଛି, କାରଣ ସଦାପ୍ରଭୁ ଧାର୍ମିକମାନଙ୍କ ପଥ ଜାଣନ୍ତି, ମାତ୍ର ଦୁଷ୍ଟମାନଙ୍କ ପଥ ବିନଷ୍ଟ ହେବ। ଧାର୍ମିକମାନଙ୍କ ପଥ ଜୀବନ ଆଡ଼କୁ ଗତି କରେ, ମାତ୍ର ଦୁଷ୍ଟମାନଙ୍କ ପଥ ବିନାଶ ଆଡ଼କୁ ଗତି କରେ। ଧାର୍ମିକମାନଙ୍କ ଶେଷ ଗତି ଜୀବନଦାୟକ, ମାତ୍ର ଦୁଷ୍ଟମାନଙ୍କର ଶେଷ ଗତି ବିନାଶଜନକ। ହିତୋପଦେଶ 10 ପର୍ବର 28 ପଦରେ ଲେଖା ଅଛି, ଧାର୍ମିକର ଆଶା ଆନନ୍ଦଜନକ ହେବ, ମାତ୍ର ଦୁଷ୍ଟର ଆଶା କ୍ଷୟ ପାଇବ। ଯୋହନ 10 ପର୍ବର 10 ପଦରେ ପ୍ରଭୁ ଯୀଶୁ କହନ୍ତି,
ସେମାନେ ଯେପରି ଜୀବନ ପାଆନ୍ତି ଓ ପ୍ରଚୁର ଭାବରେ ପାଆନ୍ତି ଏଥି ନିମନ୍ତେ ମୁଁ ଆସିଅଛି। ବାସ୍ତବରେ ଏହି ଗୀତ ସଂହିତା ପ୍ରଥମ ପର୍ବରେ ଆମେ ଜଣେ ସୁଖୀ ତଥା ଆଶୀର୍ବାଦ ଯୁକ୍ତ ଓ ଧାର୍ମିକ ବ୍ୟକ୍ତିର ଏକ ଗୌରବମୟ ଛବି ଲକ୍ଷ୍ୟ କରିବାକୁ ପାରୁଅଛୁ। ପ୍ରଭୁ କରନ୍ତୁ ଯେପରି ଆମେ ସେହି ସୁଖୀ ତଥା ଆଶୀର୍ବାଦ ଯୁକ୍ତ ବ୍ୟକ୍ତି ପରି ଏହି ଜଗତରେ ଜୀବନଯାପନ କରି ଈଶ୍ୱରଙ୍କ ନିମନ୍ତେ ଫଳ ଫଳିପାରିବା। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।